ମୁଁ ଲିପିକା ସ୍ୱାଗତ କରୁଛି ହିଡେନ୍ ଇନ୍ ଦ ନେଚରରେ। I, Lipika, welcome you in the hidden in the nature. ଏହି ଲକଡାଉନ ସମୟରେ In this time of lockdown, ଆମେ ବିଭିନ୍ନ ସ୍ଥାନରେ ଅଛୁ। we are in different places. ଆମେମାନେ ଆଉ ଗିର୍ଜା ଘରେ ଏକାଠି ହେଇପାରୁନୁ। We are not able to get together in church. ଆମେମାନେ କାହା ଘରକୁ ଯାଇକି ସହଭାଗିତା ରହିପାରୁନୁ। We are not able to get the fellowship in different houses. ଏହି ସମସ୍ତ ବିଷୟ ଘଟିବ ତାହା ଈଶ୍ୱର ଜାଣିଥିଲେ। And all these things will happen, God knew before it. ତେଣୁ ବାକ୍ୟରେ ଲେଖାଯାଏ Because it is written in the word, ସେ ଦୂରସ୍ଥ ଲୋକମାନଙ୍କୁ ନିକଟସ୍ଥ କରନ୍ତି। who were once far off have been brought nearby. ଏଫିସି ତାର 2 ପର୍ବକୁ ଆଉ 13 ପଦକୁ ଯଦି ଆମେ ଚାଲିଯିବା, If we read in the book of Ephesians chapter 2 verse 13, କିନ୍ତୁ ପୂର୍ବେ ଦୂରରେ ଥିଲ ଯେ ତୁମ୍ଭେମାନେ ଏବେ ଖ୍ରୀଷ୍ଟ ଯୀଶୁଙ୍କ ଠାରେ ତାହାଙ୍କ ରକ୍ତ ଦ୍ୱାରା ନିକଟସ୍ଥ ହୋଇଅଛ। but now in Christ Jesus, you who once were far off have been brought near by the blood of Christ. ଆମେମାନେ ଯେତେବେଳେ ଖ୍ରୀଷ୍ଟଙ୍କ ଠାରେ ନଥାଉ When we are not in Christ ସେତେବେଳେ ଆମେ ଭାବୁ ଯେ ଆମେମାନେ ବହୁତ ଦୂରରେ ଅଛୁ। and we think that we are very far off, ମୁଁ ମଧ୍ୟ ସେୟା ଭାବୁଥିଲି, and I was also thinking the same, କିନ୍ତୁ ପ୍ରଭୁ ଗୋଟେ ବିଷୟ ମୋତେ ଚିତ୍ର ମାଧ୍ୟମରେ ବୁଝେଇଲେ। and God explained me through a picture, ଆଉ ସେ କହିଲେ and He told me ସ୍ୱର୍ଗ ତାହାଙ୍କର ସିଂହାସନ, heaven is His throne ପୃଥିବୀ ତାହାଙ୍କର ପାଦପୀଠ। and earth is His footstool. ଆମେ ଏଇଟା ଦେଖିପାରିବା ଜିସାୟ ତାର 61 ପଦରେ। And we can see this in Isaiah chapter 66 verse 1. ସଦାପ୍ରଭୁ ଏହି କଥା କହନ୍ତି, ସ୍ୱର୍ଗ ଆମ୍ଭର ସିଂହାସନ ଓ ପୃଥିବୀ ଆମ୍ଭର ପାଦପୀଠ। Thus says the Lord, heaven is my throne and earth is my footstool. ଏଇଟା ହେଉଛି ପୃଥିବୀ, And this is earth. ସ୍ୱର୍ଗ ତାଙ୍କର ସିଂହାସନ, Heaven is His throne ପୃଥିବୀ ହେଉଛି ପାଦପୀଠ। and earth is His footstool. এই ପୃଥିବୀ ଉପରେ ତାଙ୍କର ପାଦଟି ଅଛି। And His foot is on the earth. ଆମେମାନେ ଯେତେବେଳେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ଜାଣିନଥିଲୁ And when we didn't know Jesus Christ, ସେତେବେଳେ ଆମେ ଭାବୁଥିଲୁ ଆମେମାନେ ବିଭିନ୍ନ ସ୍ଥାନରେ ଅଛୁ, and we were thinking that we are different place. କିନ୍ତୁ ଆମେମାନେ ଯେଉଁ ସ୍ଥାନରେ ଥାଉ ନା କାହିଁକି But wherever we are, ପ୍ରଭୁଙ୍କର ପାଦ ପାଖରେ ବସିଛୁ। we are sitting under the feet of God. ଆମେମାନେ ଦିଲ୍ଲୀରେ ଥାଉ ନା କାହିଁକି Wherever we are, even we are in Delhi, କି ଆମେ ଚେନ୍ନାଇରେ ଥାଉ ନା କାହିଁକି, or in Chennai, କଟକରେ ଥାଉ ନା କାହିଁକି, or in Cuttack, ନା ଯେଉଁ ପୃଥିବୀର ଯେଉଁ ସ୍ଥାନରେ ଥାଉ ନା କାହିଁକି, wherever we are in this earth, ଆମେମାନେ ପ୍ରଭୁଙ୍କ ଚରଣ ତଳେ ବସିଛୁ। we are sitting under the feet of God. ଆମମାନେ ପ୍ରଭୁଙ୍କର ଚରଣ ନିକଟରେ ଅଛୁ। We are under the feet of God. ସେଥିପାଇଁ ଯେତେବେଳେ ଆମେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ନିଜର ତ୍ରାଣକର୍ତ୍ତା ରୂପେ ଗ୍ରହଣ କରୁ And that's why when we receive Jesus Christ our Savior, ସେତେବେଳେ ଆମେ ପ୍ରଭୁଙ୍କର ପାଦପୀଠରେ ଏକତ୍ରିତ ହେଇଥାଉ। and at that time we are one together in the feet of God. ପିତାଙ୍କର ଚରଣ ନିକଟରେ ଏକାଠି ହେଇଥାଉ। And we are all together under the feet of God. ସେଥିପାଇଁ ବାକ୍ୟ ଲେଖାଯାଉଛି ସେ ଦୂରସ୍ଥ ଲୋକମାନଙ୍କୁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ରକ୍ତ ଦ୍ୱାରା ନିକଟସ୍ଥ କରନ୍ତି। And that's why we see in the word that ones who were far off are by near through the blood of Christ. ବର୍ତ୍ତମାନର ପରିସ୍ଥିତିରେ And now in this situation, ଆମେମାନେ ଭାବୁଛୁ ଯେ ଆମେମାନେ ଚର୍ଚ୍ଚ ମଧ୍ୟକୁ ଆସିପାରୁନାହୁଁ, and we are thinking that we are not able to come to church, କିନ୍ତୁ ବିଶ୍ୱାସ କରି ରହନ୍ତୁ ଯେ ଆମେ ପିତା ଈଶ୍ୱରଙ୍କର ପାଦ ନିକଟରେ ବସିଛୁ। but believe that we are sitting under the feet of God. ଯେତେବେଳେ ଆମେମାନେ ପ୍ରଭୁଙ୍କର ଉପାସନା କରୁ When we worship God, ସେତେବେଳେ ଆମେମାନେ ଏକାଠି ପ୍ରଭୁଙ୍କର ଉପାସନା କରୁ। and at that time we all together are worshiping Lord. ଯେତେବେଳେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ସ୍ୱର୍ଗାରୋହଣ କଲେ And when Jesus was taken up to heaven, ସେତେବେଳକୁ ସେ କହିଦେଇ ଗଲେ, and He told and went, ମୁଁ ତୁମକୁ ଅନାଥ କରି ଚାଲିଯିବି ନାହିଁ, I will not leave you as orphans, ମାତ୍ର but ମୁଁ ତୁମମାନଙ୍କୁ ଏକ ସାହାଯ୍ୟକାରୀଙ୍କୁ ପଠେଇବି। I will send a helper to you.
ଆଉ ସେ ସାହାଯ୍ୟକାରୀ ହଉଛନ୍ତି ପବିତ୍ର ଆତ୍ମା। and that helper is Holy Spirit. ଯେତେବେଳେ ଆମେ ମାନେ ନିଜକୁ ଏକଲା ବୋଲି ମନେ କରୁଛୁ When we are thinking we are alone, ସେତେବେଳେ ଆମେ ମାନେ ସ୍ମରଣ କରିବା and at that time we shall remember ଆମେ ପିତାଙ୍କ ଚରଣ ତଳେ ବସିଛୁ we are sitting under the feet of God, ଆଉ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ରକ୍ତ ଦ୍ୱାରା ପବିତ୍ର ଆତ୍ମାଙ୍କ ସାହାଯ୍ୟରେ ଏକାଠି ଅଛୁ। and through the Holy Spirit we are sitting all together under the feet of God. এই ଲକଡାଉନ ସମୟରେ In this lockdown, ଆମେ ମାନେ ଆଉ ଏକଲା ମନେ ନ କରୁ। let us not feel alone. ପ୍ରଭୁଙ୍କର ବାକ୍ୟରେ ଆମମାନଙ୍କର ସବୁ ପ୍ରଶ୍ନର ଉତ୍ତର ରହିଛି। All our answers are in the Word of God. ଯେତେବେଳେ ଆମେ ବାକ୍ୟକୁ ନିଜସ୍ୱ କରୁଛୁ When we are allowing the Word to ourselves, ଯେତେବେଳେ ଆମେ ମାନେ ବାକ୍ୟକୁ ଅଧ୍ୟୟନ କରୁଛୁ when we are meditating the Word of God, ସେତେବେଳେ ପବିତ୍ର ଆତ୍ମା ଆମମାନଙ୍କୁ ସାନ୍ତ୍ୱନା ଦିଅନ୍ତି। at that time Holy Spirit consoles us ସେ ଆମମାନଙ୍କୁ ସାନ୍ତ୍ୱନା ଦେବା ପରମେଶ୍ୱର ଅଟନ୍ତି। and He consoles us. ମୁଁ ବହୁତ ଆଗରୁ ଏଇ ବିଷୟଟି ଶୁଣିଥିଲି, ସ୍ୱର୍ଗ ତାହାଙ୍କର ସିଂହାସନ, ପୃଥିବୀ ତାହାଙ୍କର ପାଦପୀଠ। And very before I have heard that heaven is His throne and earth is His footstool, କିନ୍ତୁ ତାର ଗଭୀରତା ମୁଁ ବୁଝିପାରିନଥିଲି। and I was not able to understand the depth of it. କିନ୍ତୁ ପ୍ରଭୁ ଯେତେବେଳେ ମୋତେ ଡାଇଗ୍ରାମ ଦ୍ୱାରା ବୁଝେଇଲେ But when God explained me through the picture, ସେତେବେଳେ ମୋର ହୃଦୟ ଆନନ୍ଦରେ ପୂର୍ଣ୍ଣ ହେଇଗଲା। and my heart was filled with joy. ଏଇ ସିଚୁଏସନ ନ ଆସିଥିଲେ If this situation could not have come, ତାହେଲେ ମୁଁ ଏଇ ସମସ୍ତ ବିଷୟ ବୁଝିପାରିନଥାନ୍ତି। so I couldn't have been understanding this word. ପ୍ରଭୁ ଉପଯୁକ୍ତ ସମୟରେ ଉପଯୁକ୍ତ ବାକ୍ୟକୁ ଦିଅନ୍ତି। And God gives the perfect word at a perfect time. ସେଥିପାଇଁ ଏଇ ଗୋଟେ ଆଶ୍ଚର୍ଯ୍ୟର ବିଷୟ, That's why it is very an amazing thing ଆମେ ମାନେ ଚର୍ଚ୍ଚକୁ ଯାଇ ନ ପାରୁ, that we are not able to go to church, ଆମେ ମାନେ କାହା ଘରେ ମଧ୍ୟ ଯାଇ ସହଭାଗିତା ରକ୍ଷା ନ କରିପାରୁ, that we are not able to get the fellowship, କିନ୍ତୁ ଆମେ ଈଶ୍ୱରଙ୍କ ପାଦ ତଳେ ଆଜି ଅଛୁ ପ୍ରିୟମାନେ। but we are under the feet of God, my dear friends. କାହିଁକି ନା ଯେଉଁମାନେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ଗ୍ରହଣ କରନ୍ତି Because the one who received Jesus Christ ତାହାଙ୍କ ରକ୍ତ ଦ୍ୱାରା କ୍ରୀତ ହୋଇଛନ୍ତି, and who are sealed by the blood of Christ, ସେଇମାନେ ହିଁ ପ୍ରଭୁଙ୍କର ପରମେଶ୍ୱରଙ୍କର ଚରଣ ତଳେ ଆଜି ବସିଛନ୍ତି। and they are sitting under the feet of God, ସେଇମାନେ ସହଭାଗିତାରେ ଅଛନ୍ତି। and they are in fellowship. ସେଥିପାଇଁ ଆଉ ଆମମାନେ କୌଣସି ବିଷୟରେ ଭୟ ନ କରୁ। That's why let us not fear. ଯଦି ଆମମାନଙ୍କ ପାଇଁ ଚର୍ଚ୍ଚ ନାହିଁ, If we don't have church, ଯଦି ଆମମାନଙ୍କ ପାଇଁ ସହଭାଗିତା ନାହିଁ, if we don't have fellowship, କିନ୍ତୁ ପ୍ରିୟମାନେ but my friends, ପିତା ଈଶ୍ୱରଙ୍କର ସହଭାଗିତା ଆମମାନଙ୍କ ସହିତ ଅଛି। but the fellowship of our Father is with us. ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ସହଭାଗିତା ଆମମାନଙ୍କ ସହିତ ଅଛି। The fellowship of Jesus Christ is with us. ପବିତ୍ର ଆତ୍ମାଙ୍କର ସହଭାଗିତା ଆମମାନଙ୍କ ସହିତ ଅଛି। The fellowship of Holy Spirit is with us. ସେଥିପାଇଁ ପ୍ରଭୁ ଚାହାନ୍ତି So that's why God wants ଆମେ us. ତାହାଙ୍କ ସହଭାଗିତାରେ ବୃଦ୍ଧି ପ୍ରାପ୍ତ ହେବା। Let us grow in the fellowship of God. ଆଜି ପର୍ଯ୍ୟନ୍ତ Till now, ଆମେ ମାନେ ମନୁଷ୍ୟକୁ ନିଜର ସହଭାଗିତା ବୋଲି ଭାବୁଥିଲୁ। we were thinking that man is our fellowship, our companion. ଚର୍ଚ୍ଚ ଗୃହକୁ ଆମେ ସହଭାଗିତା ବୋଲି ଭାବୁଥିଲୁ। We were thinking the church is our companion and our group. କିନ୍ତୁ ଆଜି ଆମମାନଙ୍କର ନିକଟରେ ଏକ ଉତ୍ତମ ସହଭାଗିତା ଅଛି, But today we have a best companion with us. ଯେଉଁଥିରେ କି ଆମେ ଶାନ୍ତି ପାଇବା, That where we can get peace, ଯେଉଁଥିରେ କି ଆମେ ଆନନ୍ଦ ପାଇବା, where we can get the joy, ଯେଉଁଥିରେ ଆମେ ମାନେ ଅଭିଷେକ ପାଇପାରିବା। where we can get the anointing. ଏ ଅନ୍ଧକାର ପଥରେ ଚାଲିବା ପାଇଁ ଆମମାନଙ୍କୁ ତାହା ଯଥେଷ୍ଟ। And it is sufficient for us to walk in this world of darkness. ଯଦି ଆମେ ମନୁଷ୍ୟମାନଙ୍କ ସହଭାଗିତା ରହୁ, If we are in the fellowship of man, ଆମମାନେ ଚିନ୍ତା କରୁ ପୁରୁଣା ଜୀବନକୁ, and if we think about our past lives, ଆମେ ମାନେ ମନୁଷ୍ୟମାନଙ୍କ ସହଭାଗିତା ରହିଥିଲୁ ସତ, that it is true that we were living in the fellowship of ଚର୍ଚ୍ଚ man. ଭିତରେ ଗଣ୍ଡଗୋଳ ହେଉଥିଲା, There were fights in the church, ସେକ୍ରେଟାରୀ ନିମନ୍ତେ ଗଣ୍ଡଗୋଳ ହେଉଥିଲା, and for the post of secretary there were fights. ଅର୍ଥ ନିମନ୍ତେ ଗଣ୍ଡଗୋଳ ହେଉଥିଲା, There were disputes regarding finance. ପାଷ୍ଟର ପ୍ରଚାରକ ମାନଙ୍କ ନିମନ୍ତେ ଗଣ୍ଡଗୋଳ ହେଉଥିଲା। There were disputes regarding the pastors and the evangelists ଆମେ and ମାନେ preachers, ଅଶାନ୍ତିରେ ଦିନ କାଟୁଥିଲୁ। and our days were not in peace. କିନ୍ତୁ ବର୍ତ୍ତମାନ ଆପଣ ମାନେ ଚିନ୍ତା କରନ୍ତୁ, But now you think for a while, ଆପଣ ମାନେ ଅନୁଭବ କରନ୍ତୁ, you experience it, ପିତାଙ୍କର ପୁତ୍ରଙ୍କର ଆଉ ପବିତ୍ର ଆତ୍ମାଙ୍କର ସହଭାଗିତାରେ that in the fellowship of God, Jesus and Holy Spirit, ଆପଣ ମାନେ କେତେ ଶାନ୍ତି ପାଉଛନ୍ତି। that how much peace you are getting. ଆଉ ସେ କଳି ଝଗଡ଼ା ନାହିଁ, And there is no fights, ମାତ୍ର ଈଶ୍ୱରଙ୍କ ପ୍ରେମ ପ୍ରକାଶିତ ହେଉଛି। but the love of God is within us. ସେଥିପାଇଁ ଆମେ ମାନେ ଈଶ୍ୱରଙ୍କ ପ୍ରେମ ନିକଟକୁ ଆସିଯାଉ, So let us come to the love of God. ପ୍ରଭୁଙ୍କର ସହଭାଗିତା ମଧ୍ୟକୁ ଆସିଯାଉ। So let us come to the fellowship of God. ମୁଁ ଆପଣମାନଙ୍କୁ ମନା କରୁନାହିଁ I am not telling you ଯେ ମନୁଷ୍ୟମାନଙ୍କ ସହଭାଗିତା ଅନାବଶ୍ୟକ, that it is not necessary to have a companion of a man, କିନ୍ତୁ ମନୁଷ୍ୟମାନଙ୍କ ମଧ୍ୟରେ ରହି ମଧ୍ୟ but living with the man itself,
वर्तमान समय होची आमे माने परमेश्वर को सहभागिता को अधिक अनुभव करिबा is important to have the more fellowship of God than the man. ताले जगतर समस्त अशांति आम मान को ऊपर कोनोसी प्रभाव पकई परिबो नाही So the disputes of this world will not affect our peaceful life. जदि प्रभु करंती If God willing, चर्च पुनर्बार खोली जाए the church will reopen again, किंतु आमे माने मनुष्यर सहभागिता नुहे but not the fellowship of man, मात्र परमेश्वर को सहभागिता को अनुभव करिबा that we will experience the fellowship से of God, चर्च मध्यरे प्रभुंकर सहभागिता को अनुभव करिबा that we will experience the fellowship of God in our church. ताहेले आम माने शांति पाइबा Then we will have peace. जदि आम माने चर्च मध्यरे बसिछु If we are sitting inside the आम माने church, अनुभव करिबा आमे पितांकर चरण तळे बसिछु if we are experiencing that we are sitting under the feet of God, कारण पृथ्वी होची तांकर पादपीठ because the earth is its आमे footstool. प्रभु यीशु ख्रीष्टଙ୍କ रक्तरे मुद्रांकित होइअछु We all are sealed by the blood of Christ. ताहेले आम मानको चर्च रे कोनोसी अशांति देखा जिवो नाही Then we will see no disputes or fights in our प्रत्येक church. जदि आमे प्रभुंकर उपस्थिति को से चर्च मध्यरे अनुभव करिबा If we all feel the presence of God in our church, ताहेले आम माने निजे अशांति करिबा नाही and we will not have fight within कि ourselves, अशांति हेबा नाही that fights will not take place मात्र also, पवित्र आत्माको नियन्त्रणले प्रभुंकर उपासना करिबा that we will worship the Lord with the control of the Holy प्रभुंकर Spirit. वाक्य प्रकाश करे The word of God says, तुम मानकर कथा अल्प हेउ let your speech be less, कारण ईश्वर स्वर्गरे अछंती because the Father is in आ heaven आमाने पृथ्वी रे अछु and we are in this earth. से जदि चाहिबे If he wants, से निजर पाद जदि हलै देबे if he shake his leg also, ताहाले आमे माने मरि जिबु प्रिय माने then we will die, my friends. पृथ्वी हलै जिवो The earth will be shaken. सेतिबे आमे माने भयर सहित प्रभुको निकटवर्ती हो So let us come to the Lord with fear and trembling. प्रभुको सहभागितारे ताहाकर उपासना करू Let us have fellowship with the Lord. प्रभुको राज्य निमन्ते निजको प्रस्तुत करू Let us prepare for the kingdom of ए God. पृथ्वीर विषय ए पृथ्वीरे रहि जिवो The things of this world will remain in this एटी world. नष्ट हे जिवो प्रिय It माने will destroy here itself. जदि आमे कोनोसी विषय झगडा करूछु If you are fighting for such a thing, झगडारु निवृत्त हे जाओ let us come out of that. कारण मल्ला परे आमाने किछि विषय नै कि जाई परिबे नाही Because after death we cannot take anything. जदि आमाने कान फुल सुनार पिंदिछु If we are wearing a gold earring, ताले मरि गेला परे आमानकर लोक माने ताहाकु बाहर करी नै चली जिबे so when we die, the people will take the gold earring from us. जदि दांत सुनार लगेइछु If we have put in a golden teeth, मरि गेले लोक माने दांत को उपाडी पकेबे people will pluck it out after our आमाने die. पृथ्वीरु किछि नै कि जाई परिबे We नाही cannot take anything from this earth. जदि आमे प्रभुंकर उपस्थिति मध्ये अछु But if we are in the fellowship of ताले God, सेही समस्त विषय आमाने स्वर्गरे ताहा प्राप्त हेबा then all these things will be received in heaven. आमाने शान्ति रे एई स्थान रे वास करिबा And we will live in this world peacefully. प्रभुंक निकट रे तापरे वास करिबा And we will live peacefully there in heaven also. तेणु करी झगडारु आमाने निवृत्त हे जाओ Let us come out of this such fights. प्रभुको उपस्थिति मध्ये निज निजको समर्पण करू We will surrender ourselves to the fellowship आमे of माने God. आउ विभिन्न स्थान रे अछु बोली मने न करू Let us not think that we are in different places. आमाने प्रभुंक निकट एकाठी बसी छु प्रिय माने We all are united and seated in the sight of आमे God. प्रभुंक चरण तळे बसी जाई छु We are sitting in the feet of God. प्रभु आमानकु आशीर्वाद करु May God bless us. आसन्तु आमे माने प्रार्थना करिबा Come, let us pray. धन्यवाद धन्यवाद स्वर्गस्थ पिता Thank you, Heavenly Father. तुमरे अनुग्रह अवमानको निमन्ते यथेष्ट गरिछु Your grace is sufficient for us. तुमरी पवित्र उपस्थिति मध्ये कि प्रकार बसिबाको हेब तुमे आमानकु सिखाउछु बापा You are teaching us how to sit in the holy presence of yours. ସେଥିପାଇଁ आमाने तुमको धन्यवाद करूछु Thank you, Father. बापा को तुमरी पवित्र चरण तळे आमानकु बसिबाको दैछु बोली धन्यवाद करूछु Thank you for allowing us to sit under the holy feet of yours. आमाने पृथ्वीर विभिन्न स्थान रे थाई पारुना काहेकि We are in the different places of this earth, किंतु आमे माने तुम चरण तळे एकाठी हे जाइछु but we all are together in the feet. प्रभु यीशु ख्रीष्टଙ୍କ हेतु आमे माने एकाठी हे परिछु We बापा all are together through the blood of Christ. ସେଥିପାଇଁ आमाने तुमको धन्यवाद करूछु Thank you, Lord. এই সমস্ত বিষয়କୁ ଯେପରି ଆମମାନେ ନିଜ ହୃଦୟରେ ସଞ୍ଚୟ କରିବୁ Help us to store in our hearts. ସେଥିପାଇଁ ତୁମେ ଆମମାନଙ୍କୁ ସାହାଯ୍ୟ କରିଦିଅ Help us, Lord. ଯେଉଁ ସ୍ଥାନରେ ଥାଉ ନା କାହିଁକି Wherever we are, ତୁମରି ଗୌରବ କରିବା ପାଇଁ ତୁମେ ଆମମାନଙ୍କୁ ଶିଖେଇର ବୋଲି ଧନ୍ୟବାଦ କରୁଛୁ you taught us to glorify you. ତୁମେ ଆମମାନଙ୍କ ମଧ୍ୟରେ ଅଛ ବୋଲି ଧନ୍ୟବାଦ କରୁଛୁ Thank you, are in the midst of us. ତୁମରି ପବିତ୍ର ସାହାଯ୍ୟକାରୀ ଆତ୍ମାକୁ ଆମମାନଙ୍କୁ ଦେଇଛ ବୋଲି ଧନ୍ୟବାଦ କରୁଛୁ Thank you for giving us the help of Holy Spirit. ସମସ୍ତ ବିଷୟରେ ସେ ଆମମାନଙ୍କୁ ସାହାଯ୍ୟ କରୁଅଛନ୍ତି ବୋଲି ଧନ୍ୟବାଦ He କରୁଛୁ is helping us, Lord. Thank you.
वाक्य बुझिबारे साहाय्य करूछन्ति He is बापा helping us to understand the word. सेथिपाई आमाने तुमको धन्यवाद करूछु Thank you, Father. से सत्य पथरे कढेई नउछन्ति बापा सेथिपाई तुमको धन्यवाद करूछु बापा Thank you for taking us the truth path. एई दिन मान करे तुमे आमान सहित कथा कहूछ बोली धन्यवाद करूछु Thank you that you are talking with us, O Lord. जो माने मो सहित प्रार्थना रे जडित अछन्ति The one who are in this prayer, O Lord. प्रत्येक जन को तुमे आशीर्वाद करो Bless, O Lord. एई जगत रो अभिलाष रो विमुख होबा पई तुमे सहाय्य करि दे Help बापा us them to get out of this worldliness, जे परि आमे माने तुमरी सहभागिता मध्ये वास करू that we may remain in the fellowship. सेथिपाई तुमे सहाय्य Help us. जो राज्य All glory. समस्त प्रार्थना निवेदन जिसुको नामरे All this prayer I ask in the name of Jesus. पवित्र आत्माको साहाय्य रे With the help of Holy Spirit. पिता ईश्वर तुम चरण तळे रखुअछु All under your feet, O Lord. दयारे ग्रहण करो Receive. आमेन